भुवनेश्वर बीजेएम स्कूल सामने धारणा अहेतुक स्कूल फी वृद्धि जो स्कूल सम्मुख में धारणा बसी अभिभावक माने बेआईन भावे पिलांकर स्कूल फी स्कूल कर्तृपक्ष वृद्धि करिवार अभियोग करुछंती अभिभावक माने एडमिशन समय स्कूल फी वृद्धि कराजिबनी बोली स्कूल मैनेजमेंट कहिथिले किंतु प्रति वर्ष 20% फी वृद्धि करुछंती एने बारंबार कर्तृपक्ष को अभियोग करिबा परे मध्य कोनोसी कार्यानुष्ठान हेउनथिबारु बाध्य होई अभिभावक माने धारणा रे बसिछंती। आज्ञा बसुଛୁ ଖରାରେ ଏଠି ବସିଛୁ ଆମ ପିଲାମାନଙ୍କୁ ଠିକ ଉଚିତ ନ୍ୟାୟ ମିଳୁ ପିଲାମାନଙ୍କର ଭବିଷ୍ୟତ ଏଠି ପଦାରେ ପଡ଼ିଛି ସେମାନେ ପ୍ରତିବର୍ଷ ଫିସ୍ 15% 20% ବଢ଼େଇ ଚାଲିଛନ୍ତି ଯୋଉଟା କି ଆମେ ଆଉ ଦେଇପାରୁନୁ ଆମେ ସବୁ ସ୍କୁଲ ମ୍ୟାନେଜମେଣ୍ଟ ଆମର ଶତ୍ରୁ ନୁହନ୍ତି କି ଆମେ ତାକୁ ଶତ୍ରୁ ନୁହଁ ଆମେ ଚାହୁଁଛୁ ଉଚିତ ପଦକ୍ଷେପ ଗ୍ରହଣ କରିକି ଯେତିକି ବଢ଼େଇକି ସେତିକି ବଢ଼େଇକି ସ୍କୁଲର ପିଲାମାନଙ୍କ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ବର୍ତ୍ତମାନ ଭିତରେ ମିଟିଂ ଚାଲିଛି ସ୍କୁଲ ମ୍ୟାନେଜମେଣ୍ଟ କମିଟି ଆମର ପ୍ୟାରେଣ୍ଟସ୍ ଡିପ୍ୟୁଟେଡ୍ କେତେ ଜଣ ଚାଲିଛି ପ୍ଲସ୍ ଆମର ଅଛନ୍ତି ମାନେ ଯେହେତୁ କୋରୋନା କମିଟି ମଝିରେ ଲୋକ ଲାଗି ଅଛନ୍ତି ବର୍ତ୍ତମାନ ଆମେ ଚାହୁଁଛୁ ଆମ ଫିସ୍ ବୃଦ୍ଧିଟା ପ୍ରତ୍ୟାହାର କରାଯାଉ ଆମକୁ ଉଚିତ ନ୍ୟାୟ ମିଳୁ ପ୍ରତିବର୍ଷ ଏମିତି ଫିସ୍ ବୃଦ୍ଧି ହେଲେ କୋଉଠି ଦେବୁ ଆମେ ଆଜ୍ଞା କ୍ୟାଲକୁଲେସନ କଲୁ କମ୍ପାଉଣ୍ଡିଂ ଇଣ୍ଟରେଷ୍ଟ ରେଟ୍ ଯେମିତି ବଢ଼ି ବଢ଼ି ଚାଲେ ଆଜି ଯିଏ ମାନେ ଦଉଛି ଏଲକେଜିରେ 4,760 ସେ ତ 10th କ୍ଲାସ୍ ହେଲା ବେଳକୁ 26,000 କେତେ ମାସକୁ ଦେବ ତାର ରୋଜଗାର କେତେ ମଧ୍ୟବିତ୍ତ ରୋଜଗାର କେତେ ଦବ କେତେ ତାଛଡ଼ା ସ୍କୁଲ ତ ସୋସାଇଟି ଆକ୍ଟ ରେଜିଷ୍ଟ୍ରେସନ ସ୍କୁଲଟା ପୁଣି ସରକାରୀ ଜମିରେ ସବୁ ମ୍ୟାନେଜମେଣ୍ଟ ଯଦି ସହଯୋଗ କରିବ ତାହେଲେ ପିଲାଙ୍କର ଭବିଷ୍ୟତ ବହୁତ ଭଲ ବୁଝିପାରିବ ତେଣୁ ଆମେ ଏଠୁ ଖରାରେ କାହିଁକି ବସିଛୁ କାମଧନ୍ଦା ଛାଡ଼ି କିଛି ନ୍ୟାୟ ପାଇବେ ଆମେ ଆଶା କରୁଛୁ ଆପଣଙ୍କ ମାଧ୍ୟମରେ ସ୍କୁଲ ମାଧ୍ୟମକୁ ଅନୁରୋଧ କରୁଛୁ ଯେମିତି ପିଲାମାନଙ୍କର ଭବିଷ୍ୟତ ସହିତ ନ ଖେଳିକି ଆମର ପ୍ୟାରେଣ୍ଟସ୍ ମାନଙ୍କୁ ନ ଶୋଷଣ କରିକି ଆମକୁ ଉଚିତ ନ୍ୟାୟ କରନ୍ତୁ। ଆପଣଙ୍କ ଅସୁବିଧା ଆମେ ଚାହୁଁନୁ କି ଆମର ଅସୁବିଧା ଆପଣ ଦୟାକରି କରନ୍ତୁ। ଆଜ୍ଞା ଆଜ୍ଞା ଡେଫିନେଟଲି ଆପଣମାନେ କୁହନ୍ତୁ ମାନେ ଯଦି ବ୍ୟବସାୟ କର ନ କଲେ ବି ଜଣେ ଆଡମିସନ ବେଳକୁ ଲକ୍ଷ ଲକ୍ଷ ଟଙ୍କା ଦଉଛି ଆଡମିସନ ଡୋନେସନ ଲକ୍ଷ ଲକ୍ଷ ଟଙ୍କା ଦଉଛି ଗାଁରେ ବି ଏବେ ଏଲକେଜିର ଆଡମିସନ 92,000 ସମଥିଙ୍ଗ ହେଇଗଲାଣି ଭାବ ସେତିକି ଦେବ ପୁଣି ମାସକୁ 5,000 ଲେଖେ ଦେବ 650-750 ମାନେ ଚାକିରି ଅଲମୋଷ୍ଟ 8,000 ତା ଛଡ଼ା ଶୁଣନ୍ତୁ ତାଙ୍କର କୌଣସି ଡାଉଟ୍ କ୍ଲିୟରିଂ କ୍ଲାସ୍ ଏକ୍ସଟ୍ରା ନାହିଁ ତା ଛଡ଼ା ସ୍କୁଲରେ ବି ପଢ଼ିବେ ପ୍ଲସ୍ ଆମେ ପିଲାମାନଙ୍କୁ ଟ୍ୟୁସନ ବି ଦେଉଛୁ ତେଣୁ ତାହେଲେ ଆମର ଖର୍ଚ୍ଚଟା କେତେ ବଢ଼ିଲା ନା କମିଲା କୁହନ୍ତୁ ସ୍କୁଲ ଏବେ ଥିଲା ମାସକୁ 5,000 ଆଉ ଆଜିକାଲି ଯଦି ଆମେ ଟ୍ୟୁସନ ଦେବୁ ଘରକୁ ଆସିଲେ ସେ ସାର୍ ଅଧିକା 3,000-4,000 ଦେବେ ଗ୍ରୁପରେ ପକେଇବୁ ସେଇ ସବୁ ବିଷୟରେ ସେ 3,000-4,000 ବର୍ତ୍ତମାନ ଆପଣ ଭାବନ୍ତୁ ଗୋଟେ ପିଲାଙ୍କ ପିଛା ଆମେ ମାସକୁ କେତେ ପଇସା ଖର୍ଚ୍ଚ କରିବୁ କେତେ ପଇସା ରୋଜଗାର କରିବୁ ଆମେ କହୁଛୁ ବଢ଼ାନ୍ତୁ କିନ୍ତୁ ଯେତିକି ବଢ଼େଇବା କଥା ସେତିକି ବଢ଼ାନ୍ତୁ ଆମକୁ ଶୋଷଣ କରନ୍ତୁନି ଆଉ ବଢ଼େଇ ଏମିତି ବଢ଼େଇ ଚାଲିବେ ଆପଣଙ୍କର ପାଣ୍ଠି ବଢ଼ି ଚାଲୁଥିବ କିନ୍ତୁ ଆମର ପାଣ୍ଠି ସରିଯିବ ତମର ପାଣ୍ଠି ନାହିଁ ତାପରେ ରାସ୍ତା ଦୁଆର ଘର ଦ୍ୱାର ବିକିକି ଆମେ ଏଠି ବସିବୁ ଆଉ। भुवनेश्वर हरिकृष्ण गिरी रिपोर्ट रिपोर्टर्स टुडे।